व्यर्थ धरिबा चक्रपाणि हरि ओम सहस्र शिरेखा पुरुष सहस्राख्य सहस्रपात सभूमि गु सर्वतस्पृत्वात्यतिष्ठद्दशाङ्गुलम् हरि ओम। जय जय श्री जगन्नाथ, जय जय श्री जगन्नाथ, जय जय श्री जगन्नाथ। प्रिय जगन्नाथ प्रेमी दिव्यात्मन ममाराध्या माता भगिनी वृंद आपण मानकु समस्त को जय जगन्नाथ परिवार तरफ हार्दिक अभिनंदन। प्रिय दर्शक बंधु, आमे दर्शन करुचे महाप्रभु श्री पतित पावन को बड़ देउल दर्शन करुथिले माउसी मांकर आलती माउसींकर आउ एई आलती सतरे सबुदिन आमे दर्शन करुचे अपरूप दर्शन। आउ माँ का आलती किछि समय पर आमे पुणी बाटमंगला आलती दर्शन करिबा। आउ गुरुवार आज पहली श्रावण श्रावण मासर अयमारंभ दिवस श्रवण नक्षत्र युक्त ए श्रावण मास श्रावण मासर अंतिम दिन जहा श्रावण पूर्णिमा। श्रावण पूर्णिमाटी बलभद्रंकर जन्म बलभद्रंक जन्म श्रावण पूर्णिमा गमा पूर्णिमा गमाडिया एक विशेष पर्व गमा पुन्नेई। आमर गोटे लोक कथा थाए अकाले नाई कि सकाले नाई गमा पुन्नेई कि माही माही गमा पुन्नेई गम्हा आमे गमा पूर्णमी बा श्रावण पूर्णिमा दिन से विषय आलोकपात करिबा। किंतु सबुठारु आनंदर कथा श्रावण मास गोटाक जाक कौन हुए ना से श्रावण मास प्रति सोमवार रे धारा श्रावण तो वर्षा होता है से अलग होता है, किंतु प्रति सोमवार शिवों उद्देश्य रे पूजा आराधनार
ବାର ଇଏ ଆଉ ଆଜି ବଳଭଦ୍ରଙ୍କର ଶ୍ରବଣା ମକର ନକ୍ଷତ୍ର ବନ୍ଦାପନା ଆରମ୍ଭ ବଳଭଦ୍ରଙ୍କ ଠାରୁ ଆଉ ପୂଜା ଶେଷ ଏ ମାସର ଅନ୍ତିମ ମଧ୍ୟ ବଳଭଦ୍ରଙ୍କ ନାଁରେ। ତେଣୁ ଏ ମାସଟି ବଳଭଦ୍ର ମାସ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେତେବେଳେ ବଳଭଦ୍ରଙ୍କ ଠାରୁ ଆରମ୍ଭ ଏ ମାସ ପୁଣି ଗୁରୁବାରରେ ମାଙ୍କ ଉପାସନା ବାରରେ ମାଙ୍କର ଉପାସନା ବାରରେ ଆଜି ବଳଭଦ୍ରଙ୍କର ଶ୍ରବଣା ମକର ନକ୍ଷତ୍ର ବନ୍ଦାପନା। ଆଶ୍ଚର୍ଯ୍ୟର କଥା ଶ୍ରୀମନ୍ଦିରରେ ନକ୍ଷତ୍ର ବନ୍ଦାପନା। ଆପଣମାନେ ଜାଣିଛନ୍ତି ଯାହାଙ୍କର ଜନ୍ମ ନାହିଁ ଯିଏ ଅଜନ୍ମା। ଜୟ ଜଗନ୍ନାଥ ଟିଭି ମାଧ୍ୟମରେ ଆମେ ଦର୍ଶନ କରୁଛେ ମହାପ୍ରଭୁଙ୍କର ବେଶ ଶୃଙ୍ଗାର ଆଉ ସ୍ୱତନ୍ତ୍ର ନୀତି ଶ୍ରୀମନ୍ଦିରରେ ଯାହା ମହାପ୍ରଭୁଙ୍କର ନକ୍ଷତ୍ର ବନ୍ଦାପନା। ଏହି ନକ୍ଷତ୍ର ବନ୍ଦାପନା ନୀତି ପାଇଁ ପର୍ବ ଯୋଗାଣିଆ ଏକ ସରା କୋରା ଯୋଗେଇଥାନ୍ତି। ତା ଛଡ଼ା ଲୀଳାମୟ ଶ୍ରୀ ଦାରୁ ବ୍ରହ୍ମଙ୍କର ରୀତି ନୀତିର ଯେଉଁ ସ୍ୱତନ୍ତ୍ରତା ରହିଥିବାରୁ ପ୍ରତ୍ୟହ ଶ୍ରୀମନ୍ଦିରରେ ପାଳିତ ଅବକାଶ ନୀତି ସମୟରେ ତିନି ମୁଖ୍ୟ ଠାକୁରଙ୍କର ନକ୍ଷତ୍ର ତିଥି ଇତ୍ୟାଦି ଜ୍ୟୋତିଷ ସେବକ ପଢ଼ିକି ଶୁଣେଇଥାନ୍ତି। ବଳଭଦ୍ରଙ୍କର ଶ୍ରବଣା ମକର, ଜଗନ୍ନାଥଙ୍କର ରୋହିଣୀ ବୃଷ ଏବଂ ସୁଭଦ୍ରା ଦେବୀଙ୍କର ଜ୍ୟେଷ୍ଠା ବିଛା। ତେଣୁ ଯେଉଁଦିନ ଠାକୁରଙ୍କର ଜନ୍ମ ନକ୍ଷତ୍ର ପଡ଼େ ସେଇଦିନ ନକ୍ଷତ୍ର ବନ୍ଦାପନା ନୀତି ଅନୁଷ୍ଠିତ ହୁଏ। ଜନ୍ମ ନକ୍ଷତ୍ର ଯେମିତି ଆମମାନଙ୍କର ଜନ୍ମଦିନକୁ ସ୍ୱନକ୍ଷତ୍ର ଦିବସ କୁହାଯାଏ। ଏଇଠି ଗୋଟିଏ ଜିନିଷ ଜାଣିବା ଦରକାର ଯେ ଜଗନ୍ନାଥଙ୍କର ଏବଂ ବଳଭଦ୍ରଙ୍କର ଜନ୍ମ ନକ୍ଷତ୍ର ପଡ଼ିଲେ ସମ୍ପୃକ୍ତ ଦୁଇ ଠାକୁରଙ୍କୁ ଦୁଇଥର ବନ୍ଦାପନା କରାଯାଏ, କିନ୍ତୁ ସୁଭଦ୍ରାଙ୍କର ଜନ୍ମ ନକ୍ଷତ୍ର ପଡ଼ିଲେ ସମସ୍ତଙ୍କୁ ଗୋଟିଏ ଲେଖାଏଁ ବନ୍ଦାପନା କରାଯାଏ। ତେଣୁ ନକ୍ଷତ୍ର ବନ୍ଦାପନା ନୀତି ଯେତେବେଳେ ପାଳନ ହୁଏ এই ନୀତି ପାଇଁ ପର୍ବଯାତ୍ରା ଯୋଗାଣିଆ ଏକ ସରା କୋରା ଯୋଗେଇଥାନ୍ତି। ସକାଳ ଧୂପ ପରେ ଠାକୁରମାନଙ୍କର ବେଶ ମଇଲମ ହେଇକି ଜଗନ୍ନାଥଙ୍କ ବାଡ଼ରେ ଖଣ୍ଡେ ଆଜ୍ଞାମାଳ ଲାଗି ହେଇଥାଏ। ମଧ୍ୟାହ୍ନ ଧୂପ ଉଠିଲେ ଶ୍ରୀ ମଦନ ମୋହନଙ୍କୁ ଦକ୍ଷିଣୀ ଘରୁ ମହାଜନ ବା ପୁଷ୍ପାଳକ ସେବକମାନେ ଭିତରକୁ ବିଜେ କରାନ୍ତି। ଧୂପ ସରିବା ପରେ ପୂଜା ପଣ୍ଡା, ପତି ମହାପାତ୍ର ଏବଂ ମୁଦିରସ୍ତ କର୍ପୂର ଆଳତି ଏବଂ ବନ୍ଦାପନା ତିନି ଠାକୁରଙ୍କୁ କରନ୍ତି। ଏଇଠି ଆହୁରି ଗୋଟିଏ ଜିନିଷ ଜାଣିବା ଦରକାର ଯେ ବଳଭଦ୍ରଙ୍କ ବାଡ଼ରେ ମୁଦିରସ୍ତ, ସୁଭଦ୍ରାଙ୍କ ବାଡ଼ରେ ପତି ମହାପାତ୍ର ଏବଂ ଜଗନ୍ନାଥଙ୍କ ବାଡ଼ରେ ପୂଜା ପଣ୍ଡା ସେବକ ଆଳତି ଓ ବନ୍ଦାପନା କରନ୍ତି। ଭଲ କଥାଟିଏ। ବଳଭଦ୍ରଙ୍କ ବାଡ଼ରେ ମୁଦ୍ରହସ୍ତ ବା ମୁଦିରଥ, ସରଳ ଓଡ଼ିଆରେ ଏ